ମୁଁ ତ ନିଜକୁ ବାରମ୍ବାର କହିବି ଯେ ଗର୍ବ କରୁଛି କଳାହାଣ୍ଡି ଝିଅ ହିସାବରେ। ସଂସ୍କୃତି ଆମର ଭବାନୀପାଟଣାରେ ନୁହଁ, ଦିଲ୍ଲୀ, ଆମେରିକା, ଆମର ଭବାନୀପାଟଣାର ଚର୍ଚ୍ଚା ବହୁ କ୍ଷେତ୍ରରେ ଆଗକୁ ଗଲାଣି ଏବଂ ଆଗକୁ ଯିବ। ମୋର କହିବା ଅନୁଯାୟୀ ସମସ୍ତେ ଆସନ୍ତୁ, ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଏବଂ ନିଜର କଳା ପ୍ରତିଭା, ନିଜର ଅନ୍ତର୍ନିହିତ ଗୁଣକୁ ବାହାରକୁ କାଢ଼ନ୍ତୁ। ମହିଳା ଆଜି ବହୁତ ସଶକ୍ତ ହେଲାଣି, ବାହାରକୁ ଆସିଲାଣି, ଖୁସିର କଥା। ପ୍ରତିଯୋଗିତାରେ ଦିଶୁଛି ସଂସ୍କୃତି ଓ ପରମ୍ପରାର ଝଲକ। ଖୁବ୍ କମ୍ ଦିନ ମଧ୍ୟରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ, ବ୍ଲକ ଓ ପୌରପାଳିକା ସ୍ତରୀୟ କଳାହାଣ୍ଡି ଉତ୍ସବ ଆୟୋଜିତ ହୋଇଯାଇଛି। ଭବାନୀପାଟଣା ପୌରପାଳିକାରେ ମଧ୍ୟ ନିଆରା ଢଙ୍ଗରେ 27ତମ କଳାହାଣ୍ଡି ଉତ୍ସବ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଝୋଟି, ହୁଳହୁଳି, ମେହେନ୍ଦି, ଘୁମୁରା, ବନ୍ଧୁକ ଚାଳନା, ଚିତ୍ରକଳା ଭଳି ଅନେକ ପାରମ୍ପରିକ ପ୍ରତିଯୋଗିତା ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସ୍ଥାନରୁ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ପାରମ୍ପରିକ ପ୍ରତିଯୋଗିତା ଦ୍ୱାରା ଯୁବପିଢ଼ିକୁ ପୁରାତନ ସଂସ୍କୃତି ଓ ପରମ୍ପରା ପ୍ରତି ଆକର୍ଷିତ କରିହେବ ବୋଲି ପୌରପାଳିକା କର୍ତ୍ତୃପକ୍ଷ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନିଜର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦେଶ ବିଦେଶରେ ପରିଚିତ। ତେବେ ବର୍ତ୍ତମାନ ଆମେ ଆଜି ଅଛୁ 27ତମ ପୌରପାଳିକା ସ୍ତରୀୟ କଳାହାଣ୍ଡି ଉତ୍ସବରେ, ଯେଉଁଠାରେ କି ଆମକୁ ଏକ ସ୍ୱତନ୍ତ୍ର ପଦକ୍ଷେପ ପୌରପାଳିକା ଦ୍ୱାରା ନିଆଯାଉଥିବା ଦେଖିବାକୁ ମିଳିଛି। ଆଜିକାଲି ଯୁବପିଢ଼ି ଆଧୁନିକତାର ପ୍ରଭାବରେ ଯେଉଁ ନିଜର ପରମ୍ପରା ଓ ସଂସ୍କୃତିକୁ ଭୁଲିବା ପାଇଁ ବସିଛନ୍ତି, ସେହି ଯୁବପିଢ଼ିକୁ ସେମାନେ ନିଜର ପରମ୍ପରା ଓ ସଂସ୍କୃତି ପ୍ରତି ଆକୃଷ୍ଟ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରୟାସ କରିଛନ୍ତି। କିଛି ପ୍ରତିଯୋଗିତା ମାଧ୍ୟମରେ ଏହି ସ୍ୱତନ୍ତ୍ର ପ୍ରୟାସ ହେଉଛି, ଯେଉଁଠାରେ କି ଝୋଟି ପ୍ରତିଯୋଗିତା, ଯେଉଁ ମାଣବସାରେ ମା ମାନେ ଝୋଟି ପକାଉଥିଲେ ସେହି ଝୋଟିର ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା ଏବଂ ଅନେକ ସାଂସ୍କୃତିକ ଘୁମୁରା ପ୍ରତିଯୋଗିତା, ଏହିସବୁ ପ୍ରତିଯୋଗିତାର ଆୟୋଜନ କରାଯାଇଛି, ଯାହାଦ୍ୱାରା କି ଯୁବପିଢ଼ି ଆମର ପରମ୍ପରା ଏବଂ ସଂସ୍କୃତିକୁ ଭଲ ଭାବରେ ଜାଣିପାରିବେ। ମୋ ନାଁ ହେଲା ଦୀପ୍ତିମୟୀ ସାହୁ। ଏ ବିଷୟରେ କହିବି ଯେ ମାନେ ଆମ ପରମ୍ପରା ସଂସ୍କୃତିକୁ ନେଇକି ଯେଉଁ ଝୋଟି ଚିତା ଦିଆହେଇଛି ସେଇଟା ବହୁତ ବଢ଼ିଆ ଲାଗୁଛି। ଯାହା ହଉ ଏଇଥର ରଙ୍ଗୋଲି ନ ହେଇକି ଝୋଟି ଦିଆଗଲା, ବହୁତ ବଢ଼ିଆ ଲାଗୁଛି। ପୌରସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2025ର ଗୋଟେ ମାନେ କମ୍ପିଟିସନ୍ ଏଇଟା ହେଉଛି ଆଜି। ତ ଝୋଟି କମ୍ପିଟିସନ୍ ଆଉ ରଙ୍ଗୋଲି, ଶଙ୍ଖ ଫୁଙ୍କା, ହୁଲହୁଲି ଆଉ ବହୁତ ସବୁ ଏମିତି ମାନେ କମ୍ପିଟିସନ୍ ହେଉଛେ। ତ ଆମେ ସବୁ ପାର୍ଟିସିପେଟ୍ କରିଥିଲୁ, ତ ଆମକୁ ବହୁତ ବଢ଼ିଆ ଲାଗିଲା। ସ୍ପେଶିଆଲି ମାନେ ଝୋଟିଟା ହେଇଥିଲା, ରଙ୍ଗୋଲି ନାଇଁ ହେଇକରି। ତ ଆଜିକାଲି ଯେନ୍ ଆଧୁନିକତା ମାନେ ତାକୁ ଛାଡ଼ିକରି ଗୋଟେ ଗୋଟେ ପରମ୍ପରାକୁ ନେଇକି ଗୋଟେ ଝୋଟି କମ୍ପିଟିସନ୍ ହେଉଛି, ତ ଆମକୁ ବହୁତ ଖୁସି ଲାଗୁଛି ଏଇଟା। ତ ସେଟା ମାନେ ପୁରାତନକୁ ମାନେ ବଜାୟ ରଖାଯାଇଛି। ଯେ ମାଣବସା ଗୁରୁବାରରେ ଯେଉଁ ଝୋଟି ହେଉଥିଲା, ତ ଯେଉଁ ମାନେ ମଡ଼ର୍ଣ୍ଣ ଯୁଗରେ ସେଟା ମାନେ ଭୁଲବାକେ ଲାଗୁଥିଲେ, ତ ଏବେ ସେ ଝୋଟି ଚିତାଟା ହେଉଛି। ତ ଆମକୁ ବହୁତ ଖୁସି ଲାଗୁଛେ ଯେ ନାଇଁ ଏବେ ଝୋଟି ଚିତା ସେଟା ପୁରାତନଟା ବଜାୟ ରହୁଛି। ତ ଆମକୁ ବହୁତ ଖୁସି ଲାଗୁଛେ, ତ ଏଇଟା ହଉ। ମୋ ନାଁ ରଞ୍ଜୁକ୍ତା ପ୍ରଧାନ। ମୁଁ ତ ପ୍ରଥମେ ବହୁତ ଖୁସି ହେଉଛି ଯେ କଳାହାଣ୍ଡି ଉତ୍ସବ ମୋ ପାଇଁ ଗର୍ବ ଓ ଗୌରବ। କାହିଁକି ନା ମୁଁ ଆଜିକୁ ଦେଖି ଆସିଲିଣି, ମୁଁ ଜାଣିବା ହିସାବରେ କଳାହାଣ୍ଡି ଉତ୍ସବଟା ସାଂସ୍କୃତିକକୁ ନେଇକିନା ଆଗକୁ କେମିତି ପ୍ରକାଶ ପାଇପାରିବ ଆମର କଳା ସଂସ୍କୃତି, ସେଥିପାଇଁ ଆମର କଳାହାଣ୍ଡି ଉତ୍ସବ ବୋଲି ଆଖ୍ୟା ଦିଆଯାଇଛି। ଏବଂ ବିଭିନ୍ନ ବ୍ଲକରୁ ଆସନ୍ତି, ସବୁ ପ୍ରତିଯୋଗିତା ହୁଏ, ବଢ଼ିଆ ସୁନ୍ଦର। କାଲି ବି ଆମର ପ୍ରତିଯୋଗିତା ହେଇଥିଲା ସ୍କୁଲ ସ୍ତରୀୟରେ, କୁଇଜ୍ କମ୍ପିଟିସନ୍ ହେଇଥିଲା, ଏସେ, ଡିବେଟ୍, ସଙ୍ଗ କମ୍ପିଟିସନ୍, ବିଭିନ୍ନ ପ୍ରକାର। କାଲି ବି ବହୁତ ଉତ୍ତୀର୍ଣ୍ଣ ହେଲେ, ବହୁତ ପରିମାଣରେ ଲୋକ ଆସିଥିଲେ। ଏବଂ ଆଜି ମଧ୍ୟ 2 ଦିନ ଧରି ଆମର ପ୍ରୋଗ୍ରାମଟା ଚାଲିଲା ପୌରପାଳିକା ସ୍ତରରୁ। ଆଜି ହେଲା ମହିଳାମାନଙ୍କ ଭିତରେ ଥିଲା ଝୋଟି କମ୍ପିଟିସନ୍, ମେହେନ୍ଦି କମ୍ପିଟିସନ୍, ତାପରେ ହୁଳହୁଳି, ଶଙ୍ଖ ଏବଂ ଗଳ୍ପ ପ୍ରତିଯୋଗିତା ମଧ୍ୟ ଅଛି। ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅଛି। ମୁଁ ତ ନିଜକୁ ବାରମ୍ବାର କହିବି ଯେ ଗର୍ବ କରୁଛି କଳାହାଣ୍ଡି ଝିଅ ହିସାବରେ। ସଂସ୍କୃତି ଆମର ଭବାନୀପାଟଣାରେ ନୁହଁ, ଦିଲ୍ଲୀ, ଆମେରିକା, ଆମର ଭବାନୀପାଟଣାର ଚର୍ଚ୍ଚା ବହୁ କ୍ଷେତ୍ରରେ ଆଗକୁ ଗଲାଣି ଏବଂ ଆଗକୁ ଯିବ। ମୋର କହିବା ଅନୁଯାୟୀ ସମସ୍ତେ ଆସନ୍ତୁ, ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଏବଂ ନିଜର କଳା ପ୍ରତିଭା, ନିଜର ଅନ୍ତର୍ନିହିତ ଗୁଣକୁ ବାହାରକୁ କାଢ଼ନ୍ତୁ। ମହିଳା ଆଜି ବହୁତ ସଶକ୍ତ ହେଲାଣି, ବାହାରକୁ ଆସିଲାଣି, ଖୁସିର କଥା।
नमस्कार सरोजिनी साहू जय माँ माणिकेश्वरी 25तम 27तम पौरस्तरीय कलाहांडी उत्सव घुमुरा 2025 रे टाउन हॉल ठारे जो रंगोली कंपटीशन न करिकी जो मूर्ज कंपटीशन न करिकी जो झोटी चितार आयोजन करा जायतिला सेति बहुत खुशी लगिला समस्ते बहुत आनंदर सहित झोटी चिता पकेलु माणवसा जमी आम झोटी चिता पकाऊ से पूर्व कालर से प्रथा को एटा न करिकी समस्ते रंगोली न पकईकी झोटी चिता आंकी थिले बहुत खुशी आनंदर सहित झोटी चिता पकई मो नाम प्रियंका प्रियदर्शिनी आम भवानीपाटना पौरपालिका तरफ एक कंपटीशन होता जो कि आम बहुत जन आसी समस्ते विभिन्न जगार आसी पार्टिसिपेट करते आमको बहुत खुशी लगी समस्ते बहुत जन मिसी बहुत खुशी लगुच वेट करूँ रिजल्ट को पांचबाड़ी पटेल आ मु शास्त्री जी मॉडल स्कूल आसी आठी पौरपालिका जो सुविधा करिसेंती महिला मानक पई सेठी आम पई बहुत लाभ होची किछिटा आमे सिखि पारुछु किछि पार्टिसिपेट रे आमे ग्रहण को करि पारुछु एबे हमरो होळहोळी थिला कंपटीशन रे भाग नेथिली झुटी रे भी भाग नेथिली आ एठी भाग नै मु निजको बहुत खुशी मन कर। नमस्कार मुहली भारती दास भवानीपाटना रे रहे पौरपालिका तरफ ये कंपटीशन जा कही महिला मान तो विभिन्न प्रकार कंपटीशन रे झोटी मेहंदी हुलहोली शंख से समस्ते पार्टिसिपेट करते बहुत खुशी भी लगिला बोले महिला मान घर एते बिजी टाइम काढ़िकिना से आसी किसी पार्टिसिपेट करेंगे से भल लगे कंपटीशन किसी रखिंट बोलिकिना से बिजी टाइम काढ़िकिना छुआ पिला सहित थी घर काम सब करिकिना आसिकिना गोटे जगार किसी किसी इंटरेस्ट थी जो जिनस भी से किसी करि बहुत भल लगे नेक्स्ट टाइम के आउ थे भी सेटा बहुत बढ़िया लगे। 27तम पौरपालिका स्तरीय कलाहांडी उत्सव रे कला और संस्कृति को बंचाई रखिबा पई अनेक स्वतंत्र प्रयास करा जायछि जोंठारे कि प्रतियोगिता माध्यम रे आमर युवपीढ़ी को आकर्षित करा जायछि आम पारंपरिक प्रतियोगितार आयोजन करा जायछि जोंठारे कि झुटी हुलहुली एवं विभिन्न प्रकार पारंपरिक प्रतियोगितार व्यवस्था रहिथिला एवं अनेक संख्यार महिला तथा अनेक प्रतियोगी भाग नहीं एवं सेमाने मध्य बहुत खुशी अछंती वास्तव में एमिति स्वतंत्र प्रयास करी आमे आम युवपीढ़ी को आम परंपरा एवं संस्कृति प्रति आकृष्ट करि परिबा। कलाहांडी जिला भवानीपाटना चंद्रांशु मिश्र न्यूज 18 लोकल।